ଏବେ ଯାଏଁ ଯାହା ଆପଣ ପୁରୁଣା ଯେମିତି ଚାଲିଥିଲା ସେମିତି ଚାଲିଛି। ଏବେ ଯାଏଁ ଆମର ଏନ୍ଏଫ୍ଏସ୍‌ରେ ଟାର୍ଗେଟ୍ ନାହିଁ। ନା ନୂଆ କାର୍ଡ ହେଇପାରିବ, ନା କିଛି ନୂଆ ଆଡିସନ୍ ହେଇପାରିବ। ଏହା ସବୁ ଲୋକ ଏହାକୁ ଜାଣିବା ଦରକାର। ଲୋକ ଜାଣିପାରୁନାହାନ୍ତି ବୋଲି ବହୁତ ଜଣ ହଇରାଣ ହଉଛନ୍ତି। ଏନ୍ଏଫ୍ଏସ୍‌ରେ ଆପ୍ଲାଏ ଏବେ କରନ୍ତୁନି। ଯଦି ଆପଣ ଏସ୍ଏଫ୍ଏସ୍‌ଏସ୍ କାର୍ଡ ଅଛି ମାନେ ଷ୍ଟେଟ୍ ଫୁଡ୍ ସିକ୍ୟୁରିଟି ସ୍କିମ୍‌ରେ କାର୍ଡ ଅଛି, ତାହେଲେ ସେଇଥିରେ ଆପ୍ଲାଏ କରନ୍ତୁ। ସେଥିରେ ଆଡିସନ୍ ବି ହେଇପାରିବ, ନୂଆ କାର୍ଡ ବି ହେଇପାରିବ। କିନ୍ତୁ କିଛି ଲୋକ କଣ କରୁଛନ୍ତି ଏସ୍ଏଫ୍ଏସ୍‌ଏସ୍ କାର୍ଡକୁ ଇଣ୍ଟେନସନାଲି ତାଙ୍କ ଫ୍ୟାମିଲିକୁ ଡିଭାଇଡ୍ କରିକି ଇଭେନ୍ ହଜବେଣ୍ଡ ଗୋଟେ କାର୍ଡ, ୱାଇଫ୍ ଗୋଟେ କାର୍ଡ ଏମିତି ବି କରୁଛନ୍ତି। ସେ ତାକୁ ଡିସ୍କରେଜ୍ କରୁଛୁ ଆମେ। ତ ଆପଣ ଫ୍ୟାମିଲି ଯଦି ଆପ୍ଲାଏ କରୁଛନ୍ତି ପୁରା ଫ୍ୟାମିଲି ସହିତ ହଜବେଣ୍ଡ, ୱାଇଫ୍, ପୁଅ, ଝିଅ ଯିଏ ବି ଅଛନ୍ତି ଆପଣ ଯୋଉ ଜଏଣ୍ଟ ଫ୍ୟାମିଲିରେ ଯିଏ ବି ରହୁଛନ୍ତି ସେମାନେ ଗୋଟେ କାର୍ଡରେ ଆପ୍ଲାଏ କରନ୍ତୁ। ଯୋଉଥିପାଇଁ କି ସ୍ମୁଥଲି କାର୍ଡ ଗୁଡାକ ହେଇପାରିବ। ବହୁତ ଗୁଡେ କାର୍ଡ ରିଜେକ୍ଟ କରୁଛୁ ଆମେ ପାଖାପାଖି 300 ରୁ 400 କାର୍ଡ ଲାଷ୍ଟ ମାସରେ ରିଜେକ୍ଟ ହେଇଛି। ଏଇଥିପାଇଁ ଯେ ଗୋଟେ ଗୋଟେ କରିକି କାଟିକି ଅଲଗା କାର୍ଡରୁ ସେମାନେ ଆପ୍ଲାଏ କରୁଛନ୍ତି। ସେଥିପାଇଁ ଆପଣଙ୍କ ମାଧ୍ୟମରେ ଆମେ ଜଣେଇ ଦେବାକୁ ଚାହୁଁଛୁ ଯେ ସମସ୍ତେ ଏନ୍ଏଫ୍ଏସ୍‌ରେ ଆପ୍ଲାଏ ନ କରିକି ଏସ୍ଏଫ୍ଏସ୍‌ରେ ଆପ୍ଲାଏ କରନ୍ତୁ। ଆଉ ସେଥିରେ ବି ପୁଣି ପୁରା ଫ୍ୟାମିଲି ଗୋଟେ ଥରରେ ଆପ୍ଲାଏ କରନ୍ତୁ। ଯୋଉଥିପାଇଁ ଆପଣଙ୍କୁ ସୁବିଧା ହବ, ଗୋଟେ କାର୍ଡରେ ସମସ୍ତଙ୍କ ନାଁ ରହିବ। ଆଉ ଆମ ପାଇଁ ବି ସୁବିଧା ହବ ଯେ ଆମେ ସେ କାର୍ଡଟିକୁ କରିପାରିବୁ। ନହେଲେ ପେଣ୍ଡେନ୍ସି ହେଇକି ବହୁତ ଗୁଡେ କାର୍ଡ ଆମ ପାଖରେ ରହିଯାଉଛି। ବର୍ତ୍ତମାନ ସାର୍ ସରକାରଙ୍କ ତରଫରୁ ଯୋଉ ଉଠିଥିଲା ଯୋଉ 15,000 20,000 ବୋଲି ଯୋଉ ମିଡିଆରେ କହିଥିଲେ, ସେଟା ଆପଣଙ୍କ କତିକି କିଛି ଆସିଛି କି? ସେଥିପାଇଁ ଆମକୁ ଏବେ ଯାଏଁ ଇଣ୍ଟିମେଟ୍ କରାଯାଇନି। ହୁଏତ ହେଇପାରେ ଆଗକୁ। କିଛି ଏବେ ଯାଏଁ ଲେଟର କିଛି ଆମକୁ ଇଣ୍ଟିମେଟ୍ କରାଯାଇନି କି ଆମେ ଏ ବିଷୟରେ ଅବଗତ ନୁହଁ।